ସାର୍ କ'ଣ କହିବେ ଆପଣ ଯାଉଥିଲେ ହଠାତ୍ ଏଠି ରହିଗଲେ ଏଠି ମାଆଙ୍କର ମନ୍ଦିର ଅଛି ଆର କ'ଣ ଅଛି ମାହାତ୍ମ୍ୟ କ'ଣ ଅଛି ଟିକେ କହିବେ ଆମକୁ। ଧନ୍ୟବାଦ, ଭଲ ପ୍ରଶ୍ନ ପଚାରିଛନ୍ତି। ମୁଁ ବଟକୃଷ୍ଣ ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ, ରାମଦାସପୁର ଉପରା ବିଦ୍ୟାଳୟ। ମୁଁ ଯେତେବେଳେ ଏଇ ବାଟ ଦେଇ ବାଲିଆକୁ ଯାଏ ବା ବାଲିଆରୁ ଏ ବାଟେ ଯେତେବେଳେ ବାଲିପଦାକୁ ଫେରେ, ଏଠି ମାଆଙ୍କୁ ଦର୍ଶନ କରିକି ଯାଏ। ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ଡାକିଲେ ସେ ଦୁଃଖୀ ଲୋକଙ୍କର ଦୁଃଖ ଶୁଣନ୍ତି। ମାଆଙ୍କ ସମେତ ଏଇ ଲାଇନରେ 7 ଜଣ ମାଆ ଅଛନ୍ତି। ମାଆ ସୁମୁଦେଇ, ମାଆ ଘୋଡ଼କା ଶୁଣି, ମାଆ ସାଉଡ଼ିଆ ଶୁଣି, ମାଆ ଭଗବତୀ, ଏଇଭଳି ଭାବରେ ସାହାଡ଼ା ସୁନ୍ଦରୀ, ବାଲିଆସ୍ଥିତ ସାହାଡ଼ା ସୁନ୍ଦରୀ, ଏଇଭଳି ଭାବରେ 7 ଭଉଣୀ ଏ ଗୋଟିଏ ସ୍ଥଳରେ ବିଜେ କରିଛନ୍ତି। ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁରାଣୀ। ବରପଦା ଗ୍ରାମବାସୀଙ୍କର ତତ୍ତ୍ୱାବଧାନରେ ମାଆଙ୍କର ପୂଜା ଅର୍ଚ୍ଚନା ଯଜ୍ଞକର୍ମ 3 ଦିନ ଧରି ଚାଲେ। ମାଆଙ୍କର ପଛପଟେ ଗୋଟିଏ ସ୍ମୃତି ପୀଠ ବାହାରିଛି, ଯେଉଁ ସ୍ମୃତି ପୀଠରୁ ଅନେକ ପୁରାତନ ଯନ୍ତ୍ରପାତି, ପୁରାତନ ଅସ୍ତ୍ରଶସ୍ତ୍ର, ପୁରାତନ ବ୍ୟବହାର୍ଯ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସବୁ ବାହାରିଛି। ତାହାକୁ ମଧ୍ୟ ସଂରକ୍ଷଣ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମାଆଙ୍କୁ ଦର୍ଶନ କଲେ କୋଟି ଜନ୍ମର ତପର ଫଳ ମିଳେ। ମାଆଙ୍କ ଗୋଟିଏ ସ୍ମୃତି ଅଛି। ଥରେ ଆମର ଗୋଟିଏ ବାଛୁରୀ ହଜିଥିଲା। ମୁଁ ଏଇ ବାଟ ଦେଇ ଖୋଜି ଖୋଜି ଆସୁଥିଲି, ରାତି 7ଟା ହୋଇଥାଏ। ସେତେବେଳେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିଲା, ଚାରିଆଡ଼ ଅନ୍ଧକାର ହୋଇଗଲା। ଘଡ଼ଘଡ଼ି ବିଜୁଳି ଶବ୍ଦରେ ମୁଁ ଭୟଭୀତ ହୋଇଗଲି। ଏହି ସମୟରେ ଗୋଟିଏ ଟ୍ରାକ୍ଟରଟିଏ ଯାଉଥାଏ। ସେ ଟ୍ରାକ୍ଟରଟିର ଲାଇଟ୍ରେ ମୁଁ ଘବଡ଼େଇ ଗଲି, ଯାହାଫଳରେ ମୁଁ ସାଇକେଲରେ ଆସୁଥିଲି। ଟ୍ରାକ୍ଟରଟି ହୁଏତ ମୋ ଉପରେ ଚଢ଼ିଯାଇଥାନ୍ତା। ମୁଁ ସେହି ସମୟରେ କହିଲି, ମା ମୋତେ ଏଠୁ ବଞ୍ଚାଅ, ଏ ରାତି ଅଧରେ ଏ ବିପନ୍ନ ସମୟରେ ମୋତେ ବଞ୍ଚାଅ ମା। ମା ସଙ୍ଗେ ସଙ୍ଗେ ବୋଧହୁଏ ମୋ ଡାକ ଶୁଣିଥିଲେ। ମୁଁ ପଡ଼ିଯାଇଥିଲି ସାଇକେଲରୁ ରାସ୍ତା କଡ଼କୁ, ଆଉ ଟ୍ରାକ୍ଟରଟି ତା ବାଟରେ ଚାଲି ଯାଇଥିଲା। ମୋର କିଛି ହୋଇନଥିଲା। ସେ ବାଟେ ଆସିକରି ମୁଁ ମାଆଙ୍କୁ ଦର୍ଶନ କରିକି ଗଲି। ସେହିଦିନ ଠାରୁ ମୁଁ ଯେତେବେଳେ ଏଇ ବାଟେ ଯାଏ ନିଶ୍ଚିନ୍ତ ଭାବରେ ମାଆଙ୍କ ପାଖରେ ଓହ୍ଲେଇ ମାଆଙ୍କ ଦର୍ଶନ କରି, ପଦ ଦର୍ଶନ କରି, ପ୍ରଣାମ କରି ଯାଏ। ଆଉ ମାଆଙ୍କୁ କହେ, ମା ଏ ଜଗତର କଲ୍ୟାଣ କରନ୍ତୁ, ମା ଏ ଜଗତର କଲ୍ୟାଣ କରନ୍ତୁ, ମା ଏ ଜଗତର କଲ୍ୟାଣ କରନ୍ତୁ। ଜୟ ମା ସୁମୁଦେଇ।